ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମିଶନ ଶକ୍ତି ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 27 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମ୍ବଲପୁର ରକ୍ତ ଭଣ୍ଡାରର ଡାକ୍ତର ସନ୍ତୋଷ କୁମାର ଗୌଡ଼ଙ୍କ ନେତୃତ୍ୱରେ 6 ଜଣିଆ ଟିମ୍ ରକ୍ତ ସଂଗ୍ରହ କରିଛନ୍ତି। ସମାଜରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି ସହ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇବା ଉଦ୍ଦେଶ୍ୟରେ ବ୍ରାହ୍ମଣୀପାଲି ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ଓ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଯୁବକ ଓ ମହିଳା ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ଟିକିବା ମିଶନ ଶକ୍ତିର MBK, CRP, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବଂ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଗୋପୀନାଥ ଝାଙ୍କରଙ୍କ ସହଯୋଗରେ ଶିବିରଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଶିବିରରୁ ମୋଟ 27 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମ୍ବଲପୁର ରକ୍ତ ଭଣ୍ଡାରର ଡାକ୍ତର ସନ୍ତୋଷ କୁମାର ଗୌଡ଼ ଏବଂ କର୍ମଦେବ ପଟେଲଙ୍କ ସମେତ 6 ଜଣିଆ ଟିମ୍ ସମସ୍ତ ରକ୍ତଦାତାଙ୍କଠାରୁ ସୁରକ୍ଷିତ ଭାବେ ରକ୍ତ ସଂଗ୍ରହ କରିଥିଲେ। ଆୟୋଜକମାନେ କହିଛନ୍ତି ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ୍। मोर नाम सरोजिनी पटेल, मुई जमनकिरा ICDS सुपरवाइजर। आज आमर ब्राह्मणीपाली रे गोटे ब्लड आमर कैंप चली से ब्लड कैंप रे मुई भी निजे तार माने ब्लड देइछे। आमर प्रथम अनुभूति मुई केबे देइ निथिली आ देइछे आ बहुत खुश भी लागुचे। ब्लड देवार ब्लड देला परे जनकर माने से ब्लड देइ कि हम जनकर जीवन के माने हमें बंचाई पारुछु, सेति लागि बहुत खुशी लागुचे। नमस्कार, मोर नाम सुब्रत पाणिग्राही। आज आम जमनकिरा ब्लॉक रे अच्छू ब्लड डोनेशन कैंप आम ऑर्गेनाइज करूँ ग्राम पंचायत रे। आ रक्तदान तो समस्ते जानछन, रक्तदान गोटे महत दान, समस्ते करवार कथा। रक्तदान कले लोकंर मन रे आसी आम ब्लड सरी जावा नहीं हुए सेंता बहुत जल्दी हमको 48 घंटा रे नवा ब्लड आसी। तो रक्तदान मोर हिसाब से समस्ते करवार कथा। आज आम ग्राम पंचायत रे आम समस्ते आज चेष्टा करमु जे 50 यूनिट एटलिस्ट आम ब्लड डोनेशन आज कलेक्शन करमु।